हेलो नमस्कार जय जगन्नाथ। आजिर गप आरंभ करने पूर्वर आपणको से पुराणा कथाटी को मन पकई दौची। जदि आपण पाखे कौन सी गप अच्छी एवं से गप को आपण ओडिशावासी को शुणा चाहूँगी तेबे स्क्रीन रे आसुथिबा मेल रे आपण गप आमको शेयर कले आमे सारा ओडिशावासी को आपण गप को शुणेबू। तेबे आसंतु आजिर गप आरंभ करवा। गपर नाम है फोन। ସବୁ ଝିଅଙ୍କ ପାଇଁ ବାପ ଘର ଗୋଟେ ଆକର୍ଷଣ। ଶାଶୁ ଘରେ ଝିଅଟିଏ ଯେତେ ହସ ଖୁସି ଆରାମରେ ରହିଲେ ମଧ୍ୟ ମନ ସବୁବେଳେ ଟାଣେ ବାପ ଘରକୁ। ବାପାଙ୍କ ସ୍ନେହ, ବୋଉର ମମତା, ଭାଇ ଭଉଣୀଙ୍କ ହସ ମଜା ସତରେ ପୁରା ନିଆରା। ସବୁ ଝିଅଙ୍କ ପରି ମିଲିର ମନ ବି ସବୁବେଳେ ଖୋଜେ ବାପ ଘର ଆଡ଼େ ଘେରାଏ ବୁଲି ଆସିବାକୁ। ବାପା ଥିଲାବେଳେ ଘର କଥା କିଛି ଅଲଗା ଥିଲା, କିନ୍ତୁ ବାପା ଚାଲିଗଲା ପରେ ବୋଉ ଏବେ ପୁରା ଏକୁଟିଆ। ଭାଇ ଭାଉଜ ଦୂର ସହରରେ। ବୋଉ ଦେଖିବାକୁ ମନ ଖୁବ୍ ଛଟପଟ ହୁଏ। ଗୋଟିଏ ସହରରେ ଘର ହେଲେ ବି କୋଉ ଯାଇପାରୁଛି ସେ ବାପ ଘରକୁ। ବିବାହିତ ଝିଅମାନେ ସତରେ ବହୁତ ପରାଧୀନ। ଶାଶୁଘର ଜଞ୍ଜାଳ ମଧ୍ୟରେ ଏମିତି ଛନ୍ଦି ହୋଇ ପଡ଼ନ୍ତି ଯେ ବାପ ଘରକୁ ଯିବାର ଇଚ୍ଛାକୁ ବାଧ୍ୟ ହୋଇ ସେ ମନ ଭିତରେ ମାରିବାକୁ ପଡ଼ିଥାଏ। ମିଲିର ବିବଶତାକୁ ତାର ବୋଉ ଠିକ୍ ଭଲ ଭାବରେ ବୁଝିପାରନ୍ତି, ତେଣୁ ସେ ମିଲିକୁ ବେଶୀ ବାଧ୍ୟ କରିପାରନ୍ତି ନାହିଁ। ଏଇ ମା ଝିଅଙ୍କ ମଧ୍ୟରେ ସମ୍ପର୍କର ଯୁଗସୂତ୍ରର ଏକମାତ୍ର ମାଧ୍ୟମ ହୋଇଥାଏ ବୋଉର ସେଇ କଳା ରଙ୍ଗର ନୋକିଆ 1100 କିପ୍ୟାଡ୍ ମୋବାଇଲ ଫୋନଟି। ସେଇଟା ବୋଉ ପାଇଁ କେବଳ ଫୋନ ନୁହେଁ, ବୋଉର ହସ, ଲୁହ, କାନ୍ଦ, ଭାବ, ଅଭାବ ସବୁ ବୁଝିବାର ଗୋଟେ ଯାଦୁକରୀ ଯନ୍ତ୍ର। ଦିନକୁ ଥରେ ବୋଉ ସହ ଘଡ଼ିଏ କଥା ହୋଇଗଲେ ମିଲିକୁ ଖୁବ୍ ଶାନ୍ତି ମିଳେ। ଏଇ କିଛି ବର୍ଷ ହେଲା ସବୁଦିନ ଗୋଟିଏ ନିର୍ଦ୍ଧାରିତ ସମୟ ସନ୍ଧ୍ୟା ଠିକ୍ 5ଟା ବେଳେ ବୋଉର ନମ୍ବର ଯେବେ ତା ମୋବାଇଲରେ ଦେଖେ, ତା ଆଖିଟା ଦୁଇଟି ପୁରା ଚିକିମିକି ହୋଇ ଉଠେ, ଯେମିତି ଫୁଲକୁ ଭଅଁର ଦେଖିଲେ ବହୁତ ଖୁସି ହୁଏ। ଏଇ ଅଧଘଣ୍ଟେ କି 15 ମିନିଟ୍ ତା ପାଇଁ ସବୁଠୁ ସୁଖଦ ମୁହୂର୍ତ୍ତ। ଚାତକ ପରି ଚାହିଁଥାଏ ସେ ବୋଉର ଫୋନକୁ। ସମୟ ଗଡ଼ିବା ସହ ବୋଉର ଦେହ ଆଗ ଭଳିଆ ଭଲ ରହୁନଥିଲା। କୋଉ କାମକୁ ବୋଉ ଆଉ ସେତେ ସହଜରେ କରିପାରୁନଥିଲା। ସେଦିନ 5ଟା ବାଜି ସାରିଥିଲା, ଅଥଚ ବୋଉର ଫୋନ କାହିଁ ଆସୁନଥିଲା। ମିଲି ଯେତେ ଥର ରିଙ୍ଗ କଲେ ବି ତା ବୋଉ ଫୋନ ରିସିଭ୍ କରୁନଥିଲେ। ମନକୁ ତାର ନାନା ଦୁଶ୍ଚିନ୍ତା ଘାରୁଥିଲା। ସେ ପଡ଼ିଶା ଘର ନମ୍ବରକୁ ଲଗାଇବାରୁ ସେ ଯାହା କହିଗଲେ ତାହା ଶୁଣି ମିଲିର ପାଦ ତଳେ ଭୂମିକମ୍ପ ସୃଷ୍ଟି ହେଲା ଯେମିତି। ଅଟୋ କରି ଘରେ ପହଞ୍ଚିଲା ବେଳକୁ କିଛି ପଡ଼ୋଶୀ ମେଡିକାଲରେ ଆଡମିଟେଡ୍ କରିଦେଇଥିଲେ ତା ବୋଉକୁ। ବାଥରୁମରେ ପଡ଼ି ଯାଇଥିଲା ବୋଉ। ଡାହାଣ ଗୋଡ଼ଟି ଭାଙ୍ଗି ଯାଇଥିଲା। ଅସହ୍ୟ ଯନ୍ତ୍ରଣାରେ ସେ ଛଟପଟ ହେଉଥିଲା। ବୋଉକୁ ଏମିତି ଅବସ୍ଥାରେ ଦେଖି ମିଲିର ସବୁ ଧୈର୍ଯ୍ୟ ବାଲିବନ୍ଧ ପରି ଯେମିତି ଭୁଷୁଡ଼ି ଗଲା। ଡାହାଣ ଗୋଡ଼ଟିର ଅସ୍ତ୍ରୋପଚାର ପରେ ସେ 2 ମାସ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ବୋଉକୁ ତା ଘରକୁ ନେଇ ଆସିଥିଲା ସେ। ରୋଗୀଟିଏ ବିଛଣା ଲଗା ହୋଇ ପଡ଼ିଲେ କେତେ ଯେ କଷ୍ଟ ସେ କଥା ଅନୁଭବ ହିଁ କରି ଜାଣିପାରେ। ବୋଉ ସୁସ୍ଥ ହେବେ କ'ଣ, ଉଲ୍ଟି ଦିନକୁ ଦିନ ସେ ବିପି, ସୁଗାର ଆହୁରି ତାଙ୍କୁ ଦୁର୍ବଳ କରିଦେଉଥିଲା। କ୍ରମାଗତ ଭାବରେ ଝାଡ଼ା ବାନ୍ତି ହେବାରେ ବି ଲାଗିଲା। ବୋଉ ପଛେ ପଛେ ସବୁ କାମ କରି ଘଡ଼ିଟିଏ ବି ନିଶ୍ୱାସ ମାରିବାକୁ ତାକୁ ସମୟ ହେଉନଥିଲା। ନିଜ ବୋଉର ସେବା ଶୁଶ୍ରୂଷା କରିବାରେ ସେ ଯେତିକି କଷ୍ଟ ପାଉନଥିଲା, ତାଠାରୁ ବଳି ଯାଇଥିଲା ତା ଶାଶୁଘର ଲୋକଙ୍କର ରୁକ୍ଷ ବ୍ୟବହାର। କେହି ଜଣେ ଠିକ୍ କଥା କହିଥିଲେ, ଗୋଟେ ଝିଅର
ପ୍ରକୃତରେ ନିଜ ଘର ବୋଲି କିଛି ନଥାଏ। ସେ ବାପ ଘରେ ବି ପର ଓ ଶାଶୁ ଘରେ ବି ପର। ପ୍ରତି ମୁହୂର୍ତ୍ତରେ ତା ବୋଉ ପ୍ରତି ଶାଶୁ ଶ୍ୱଶୁରଙ୍କର ବ୍ୟବହାରରେ ସେ ଅତିଷ୍ଠ ହୋଇପଡ଼େ। କଷ୍ଟ ମସ୍ତେ 2 ମାସ ହେବା ପରେ ବୋଉକୁ ନେଇ ନିଜ ଘରେ ଛାଡ଼ି ଦେଇ ଆସିଥିଲା। ଆସିଲା ବେଳେ ବୋଉର ସେ ବିକଳ ମୁହଁ ଆଉ ଲୁହ ଡବ୍ ଡବ୍ ଆଖି ଦେଖି ତା ଛାତି ଭିତରଟା ପୁରା କୁରି ହୋଇଯାଉଥିଲା। ଅବଶ୍ୟ ଜଣେ କେୟାର ଟେକରଙ୍କର ବ୍ୟବସ୍ଥା କରିଦେଇ ଆସିଥିଲା ସେ। ବୋଉ ଆଗ ଭଳି ଚଲାବୁଲା କରିପାରୁନଥିଲା। କଥାବାର୍ତ୍ତା ବି ବୋଉଙ୍କ ସହ ବହୁତ କମ୍ ହୋଇପାରୁଥିଲା। ବୋଉଙ୍କର ଭଲ ମନ୍ଦ ବୁଝିବା ଲାଗି ଏବେ ସେ କେୟାର ଟେକର ହିଁ ଏକମାତ୍ର ଭରସା ଥିଲା। ଅନେକ ଦିନ ହେଲା ବୋଉ ନମ୍ବରରୁ ଆଉ କଲ୍ ଆସୁନଥିଲା। କେୟାର ଟେକର ମୋବାଇଲକୁ ଫୋନ୍ କରି ସେ ତା ବୋଉର ଭଲ ମନ୍ଦ ଟିକେ ବୁଝିଲା। ସେଦିନ ବୋଉକୁ ଦେଖିବାକୁ ଯାଇ ଘରକୁ ଫେରିଲା ବେଳେ ସେ ବହୁତ ଖୁସି ଅନୁଭବ କରୁଥିଲା। ମିଲି ମନରେ ତାର ଅପୂରନ୍ତ ଶାନ୍ତି ଲାଗୁଥିଲା। ବୋଉ ଆଗ ଭଳି ସୁସ୍ଥ ଲାଗୁଥିଲା। ମିଲି ସହ କେତେ କଥା ଗପି ଚାଲିଥିଲେ ବୋଉ। ବୋଉ କହୁଥିଲା, ଘରକୁ ଯାଇ ମା ମୋତେ ଫୋନ୍ ନିଶ୍ଚୟ କରିବୁ। ବୋଉକୁ ଏମିତି ଖୁସି ହେବା ଦେଖି ମିଲି ଖୁସି ମନରେ ଘରକୁ ଫେରିଥିଲା। ସେଇଦିନ ଠିକ୍ ସେଇ ସନ୍ଧ୍ୟା ଆଉ ଠିକ୍ ସେଇ 5ଟା ବୋଉ ନମ୍ବରରୁ କଲ୍ ଦେଖି ମିଲି ଖୁସିରେ ହେଲୋ ବୋଉ କହିବା କ୍ଷଣି କେୟାର ଟେକରଙ୍କର ବ୍ୟସ୍ତ ସ୍ୱର ଶୁଣି ଭୟରେ ଚମକି ପଡ଼ିଲା ମିଲି। ମ୍ୟାଡାମ ଜଲ୍ଦି ଆସନ୍ତୁ, ଆପଣଙ୍କ ବୋଉ ଆଉ ନାହାନ୍ତି। ବୋଉ ଡାକ ସବୁଦିନ ପାଇଁ ସରିଗଲା ପରି ତାକୁ ଲାଗୁଥିଲା। ଏ କଥା ଭାବିବା ମାତ୍ରେ ମିଲିର ହାତରୁ ଫୋନ୍ଟି ତଳେ ସାଙ୍ଗେ ସାଙ୍ଗେ ପଡ଼ିଯାଇଥିଲା। ଆଉ ସେଇ ଫୋନ୍ରୁ ସେପଟରୁ ଡାକ ଶୁଭୁଥିଲା, ହେଲୋ ମିଲି ମ୍ୟାଡାମ, ଆପଣଙ୍କ ବୋଉ ଆଉ ନାହାନ୍ତି। ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଆମ ଗପ ଭଲ ଲାଗିଲେ ଦୟାକରି ଆପଣ ଲାଇକ୍ ସେୟାର ସବସ୍କ୍ରାଇବ୍ କରନ୍ତୁ ଏବଂ ସେୟାର କରିବା ପାଇଁ ଆଉ ସବସ୍କ୍ରାଇବ୍ କରିବା ପାଇଁ ଆପଣ ଜମା ବି ଭୁଲନ୍ତୁ ନାହିଁ। କାରଣ ଆପଣଙ୍କର ଗୋଟେ ଗୋଟେ ସବସ୍କ୍ରାଇବ୍ ଆମ ପାଇଁ ବହୁତ ମୂଲ୍ୟବାନ। ଆଜି ପାଇଁ ରଖୁଛି, ପୁଣି ନେକ୍ସଟ ଦେଖା ହେବ ନୂଆ ଏକ ଗପରେ।